ମୁଁ ଗୋଟେ ରିଏଲ୍ କଥା କହିବି। ହଁ ତ ସେ ରିଏଲ୍ କଥାଟା ଟିକେ ଲାଗି ଯାଇପାରେ, ବଟ୍ ମୁଁ ଏଇଟା ରିଏଲ୍। ଓଡ଼ିଶାରେ ଦେଖିବ ଯଦି ଗୋଟେ ଝିଅ କୋଉଠି କାମ କରିବାକୁ ପଳେଇଥିବ ନା, ହଠାତ୍ କିନ୍ତୁ ତା ଯଦି ବାହାଘର ପ୍ରସ୍ତାବ ଆସିଥିବ କି କ'ଣ, ହଠାତ୍ କିନ୍ତୁ ଯଦି ଜାଣିବେ କି ଝିଅ କୋଉଠି କାମ କରିବାକୁ ଯାଇଛି, କ୍ୱେଶ୍ଚନ୍ ଆସିବ କି ସେ ଝିଅ କାମ କରିବାକୁ ଯାଇଛି, ଭଲ କି ଖରାପ ବହୁତ କଥା। ଯଦି ବି ଆପଣ କୋଉଠି ଗାଁରେ ବି କାମ କରିବାକୁ ଯାଉଛନ୍ତି ନା, ତ କଥା ଆସିବ କି ସେ ଝିଅ ତ ବୟସ୍କ ଲୋକମାନେ ଜାଣିଛୁ ତା ଝିଅ ଇଏ କାମ କରିବାକୁ ଯାଇଛି, ସେ କାମ କରିବାକୁ ଯାଇଛି। ତ ଏମିତି ବାହାଘର ପ୍ରସ୍ତାବଟା ଆସିଲେ ବି ଅଟୋମେଟିକ୍ ଭାଙ୍ଗିଯିବ, ଝିଅ ବାହାରେ ରହୁଛି କାମ କରୁଛି। ଆଉ ଚେନ୍ନାଇ ଲୋକମାନଙ୍କର ଚିନ୍ତାଧାରା ହେଉଛି କି ଝିଅ କାମଧନ୍ଦା କରୁନି ଏଇ ସେ। ତ ସମସ୍ତେ ଚେନ୍ନାଇ ଲୋକମାନେ ହେଉଛି କି ବୁଢ଼ାଠୁ ବୁଢ଼ୀ ସବୁ ଲୋକ ନୂଆ ବାହା ହେଇକି ଆସିଥିବେ ବି ସେ ଯାଇକିନି କାମ କରିବେ। ତ ତାଙ୍କ ପାଖରେ ସେଥିପାଇଁ ନା ସବୁକିଛି ଆଭେଲେବଲ୍ ଅଛି, କାହାକୁ ସେ ହାତ ପତେଇବାକୁ ଯିବେନି। ଯଦି ଓଡ଼ିଶାର ଗୋଟେ ନୂଆ ବୋହୂ ବି ବାହା ହେଇକି ଯିବ ନା, ସେ ଶ୍ୱଶୁରକୁ ହଉ ସ୍ୱାମୀକି ହଉ ସମସ୍ତଙ୍କୁ ହାତ ପତେଇକି ମାଗିପାରିବ ମୋର ଏଇଟା ଦରକାର ଅଛି, ମୋତେ ଏଇଟା ଦିଅନ୍ତୁ। କିନ୍ତୁ ଚେନ୍ନାଇ ଲୋକଙ୍କ ପାଖରେ ସେଇଟା ନାହିଁ, ତାଙ୍କର କେହି କହିବାକୁ ହିଁ ନାହିଁ ତୁ କାମ କରିବାକୁ ଯିବୁନି ବୋଲି, ସମସ୍ତେ ସମସ୍ତଙ୍କ କାମ ନିଜେ କରିବେ। ସେଥିପାଇଁ ଚେନ୍ନାଇ ଲୋକଙ୍କ ପାଖରେ ସମସ୍ତଙ୍କ ପାଖରେ କାର୍ ଅଛି, ବାଇକ୍ ସ୍କୁଟି ସମସ୍ତଙ୍କ ପାଖରେ। କିନ୍ତୁ ଓଡ଼ିଶା ଲୋକଙ୍କ ପାଖରେ ସାଇକେଲ ଆଉ ସ୍କୁଟି ଗାଡ଼ି, ଏଇ ତିନିଟା ଭିତରୁ କାହା ଘରେ ମୋତେ କହିଲେ ଅଛି କାର୍? ହଁ କାର୍ ଗୋଟେ ଗୋଟେ ଅଛି, କାଁ ଭାଁ ଅଛି। କିନ୍ତୁ ହାଇ ଲେଭେଲ୍ ଚିନ୍ତାଧାରା ନା ଚେନ୍ନାଇ ଲୋକମାନଙ୍କ ପାଖରେ ଅଛି।